6 ମାସର ବିରତି ପରେ ଆଜି ପ୍ରଥମ ଥର ପାଇଁ ମଞ୍ଚ ଚଢିଲି 2026 ମସିହାରେ ଦର୍ଶକ ମାନଙ୍କ ପାଇଁ ଗୋଟେ ଭିନ୍ନ ସ୍ୱାଦର ନାଟକ ତିଆରି କରାଯାଇଥିଲା ତୁ ମୋ ବଜରଙ୍ଗୀ, ଯୋଉଟା କି ଆଜି ମଞ୍ଚସ୍ଥ ହେଉଛି। ଏବଂ ଆପଣମାନଙ୍କୁ ବି ଧନ୍ୟବାଦ, ଆପଣମାନେ ଢେର ମାତ୍ରାରେ ଆସିକି ଅଛନ୍ତି, ଏତେ ରାତି ହେଲାଣି ଆପଣମାନେ ଉପସ୍ଥିତ ଅଛନ୍ତି। ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ପାଇଁ ନାଟକ ତିଆରି ହେଇଛି, ଆପଣମାନଙ୍କ ଉଦ୍ଦେଶ୍ୟରେ ନାଟକ ତିଆରି ହେଇଛି। ତେଣୁ ଆଶା କରିବୁ ଯଦି ଆପଣଙ୍କୁ ଭଲ ଲାଗିବ ତାହେଲେ 5ଟା ଲୋକଙ୍କୁ ନିହାତି ଭଲ ଲାଗିବ। ଯେତେବେଳେ ଭାଇ ଆପଣ ବସିଥିଲେ କଣ ମନରେ ଚାଲିଥିଲା, କେମିତି ଯିବେ, କାରଣ କଳାକାର ପରିଚୟ ହେଲା ମଞ୍ଚ, କେମିତି ଲାଗୁଥିଲା? କଷ୍ଟ ତ ନିହାତି ହବ, ସେଦିନର କଷ୍ଟ ଥିଲା ବୋଲି ଆଜି ସେତିକି ଖୁସି ଅନୁଭବ ହଉଛି ଯେ ମୁଁ ଫେରିବା ପରେ ଦର୍ଶକ ମୋ ସାଙ୍ଗରେ ଅଛନ୍ତି, ଏତେ ସାରା ଭଲ ପାଇବା ଦଉଛନ୍ତି। ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ ଲାଗି ରହିଛି, କେବେ ଗୋଟିଏ ଜିନିଷକୁ ନେଇ କେହି କ୍ୟାରି କରିକି ରହିପାରୁନି। ଖୁସିର ଲୋକ ଏତେ ମାସ ହେଲା ମୁଁ ଆସେ ଗେଷ୍ଟ ପ୍ରୋଗ୍ରାମ କରିବା ପାଇଁ, ମୁଁ ପ୍ରୋଗ୍ରାମ ସାରିକି ପଳାଏ, ତାପରେ ନାଟକ ହୁଏ, କଳାକାର ମାନେ ନାଟକ କରନ୍ତି, ମୁଁ ଗେଷ୍ଟ ପ୍ରୋଗ୍ରାମ ସାରିକି ପଳାଏ। ବହୁତ କଷ୍ଟ ହୁଏ, କିନ୍ତୁ ଆଜି ପ୍ରଥମ ଥର ପାଇଁ ମୁଁ ଅଭିନୟ କରିବି। ଭାଇ କଳାକାର ଲୁହକୁ ପିଇ କୋହକୁ ଚାପି ଲୋକଙ୍କ ମନର ହସ ଦିଏ, ବାସ୍ତବରେ ବହୁତ କିଛି କୋହକୁ ଚାପି ମଧ୍ୟ ଆପଣ ମଧ୍ୟ ଆଜି ହସେଇଛନ୍ତି। ସମୟ, ସବୁ କଥାରେ ସମୟ, ସମୟ ମଣିଷ ଚିହ୍ନେଇ ଦିଏ, ସମୟ ବହୁତ କଥା ଶିଖେଇ ଦିଏ। 2025 କି ଯେମିତି ଆମେ ବିଦାୟ ଦେଇ 2026 ଭବ୍ୟ ସ୍ୱାଗତ କଲୁ, ଆଜି ଆପଣଙ୍କୁ ମଧ୍ୟ ସେମିତି ସ୍ୱାଗତ କରାଗଲା। ମୋ ଭାଗ୍ୟ, ଯାହାର ଯୋଗ୍ୟ ମୁଁ ନୁହେଁ ତାପରେ ବି ମତେ କମିଟିର ଭାଇ ମାନେ ଏତେ ସାରା ମାନେ ଭଲ ପାଇବା ଦେଲେ, ସେଥିପାଇଁ ବହୁତ ବହୁତ ଖୁସି ଲାଗିଲା, ବହୁତ ବହୁତ ଧନ୍ୟବାଦ। ଭାଇ ଆଜି ଘରୁ ଯେତେବେଳେ ଆସିଲେ, ଆଜି ଭାଉଜଙ୍କୁ କଣ କହିକି ଆସିଲେ? ମୁଁ ଆଉ କାହାକୁ କିଛି କହିନି, ମୁଁ ଖାଲି ବାପା ବୋଉଙ୍କୁ ମୁଣ୍ଡିଆ ମାରିଛି, ଆସିଛି। ମୋ ଛାତି ସେତେବେଳକୁ ଥରୁଥାଏ, କଣ ହବ କଣ ନାହିଁ, ତେଣୁ ତାରି ଭିତରେ ମୁଁ ଘରୁ ବାହାରିକି ଆସିଛି। ଆମେ ଦେଖିଛୁ କି ଓଡିଆ ଘରେ ଶ୍ରୀମତା ପୂର୍ବରୁ ଟିକେ ମିଠା ଦହି ଖାଇକି ଆସୁଛନ୍ତି, ଆଜି ଭାଉଜ କଣ ଖାଇଛନ୍ତି? ମୋ ମା, ମୋ ବାପା, ତାଙ୍କ ଆଶୀର୍ବାଦଠୁ ବଡ ମିଠା ମୋ ପାଇଁ ଆଉ କିଛି ନାହିଁ, ତେଣୁ ସେତିକି ମୁଁ ନେଇକି ଆସିଛି, ଏଟା ମୁଁ ଜାଣିଛି। ଭାଇ କାଲି ସକାଳେ ଯେତେବେଳେ ଏଇ ଲୋକ ସବୁ ଖବର ଦେଖିବେ, ଲୋକଙ୍କ ମନେ ଅତ୍ୟନ୍ତ ଉତ୍କଣ୍ଠା ଏବଂ ଖୁସି ରହିଛି। ସେଇ ଲୋକମାନେ ଯୋଉମାନେ ଆପଣଙ୍କୁ ଅପେକ୍ଷା କରୁଥିଲେ, ସେମାନେ କଣ କହିବେ? ବାସ୍ ଏତିକି କହିବି, ଆପଣ ମାନଙ୍କର ଅପେକ୍ଷାର ଅନ୍ତ ଘଟିଛି, ମୁଁ ଆସିକି ମଞ୍ଚରେ ପହଞ୍ଚି ସାରିଛି। ଆପଣଙ୍କ ପାଇଁ ଏକ ସୁନ୍ଦର ନାଟକ ତିଆରି ହେଇଛି ତୁ ମୋ ବଜରଙ୍ଗୀ, ଦେଖନ୍ତୁ, ଆପଣଙ୍କୁ ଭଲ ଲାଗିବ ବୋଲି ଆମର ଆଶା। ଯଦି ଭଲ ନ ବି ଲାଗେ ନିହାତି ମତାମତ ଦେବେ। ଆପଣ କଥା ଦେଇଥିଲେ କି 2026 ରେ ଆଉ ଯିବା ଯଦି ଆଜ୍ଞା ଦେଖନ୍ତୁ, ବିପଦ କେତେବେଳେ ଆସେ କହିକି ଆସେନି, ଅଚାନକ ଆସେ। ଯଦି ମୃତ୍ୟୁ କେତେବେଳେ ଆସିବ ଆମେ ଜାଣି ପାରିଥାନ୍ତୁ, ଆମେ ତ ମୃତ୍ୟୁକୁ ଏଡେଇ ଦେଇଥାନ୍ତୁ। ତେଣୁ ମୃତ୍ୟୁ ବିବାଦ ସବୁ ଗୋଟିଏ ଭଳିଆ, ସେ କେତେବେଳେ ପ୍ରସ୍ତୁତ କଣ, ଯେମିତି ହଠାତ୍ ଘଟଣା ଘଟିଲେ ସବୁ ଜିନିଷ ଫେସ୍ କରାଯାଏ, ସେମିତି ଫେସ୍ କରିବୁ। ଏବେ ଟିକେ ଅନୁଭବୀ ନା, ଯଦି ମୋର କୌଣସି ଜାଗାରେ ଭୁଲ ଥିବ ତ ମୁଁ ଦଣ୍ଡ ନିହାତି ପାଇବି। ଏବେ ଟିକେ ଏକ୍ସପିରିଏନ୍ସ ସବୁ ସାମ୍ନା କରିବା ପାଇଁ ସାହସ ଆସିଯାଇଛି। हाँ भाई बड़ा कहावत है, अगर शेर 2 कदम पीछे आ जाता ना, उसका दहाड़ पंच कभी भारी होने वाला है, सेटा ना हबो कि? ना ମୁଁ ସିଂହ ନୁହଁ, କାହିଁକି ନା ସିଂହ ହେଇଥିଲେ ଜଙ୍ଗଲରେ ରହିଥାନ୍ତି। ତାପରେ ସବୁଠୁ ବଡ କଥା, ଆପଣ ମାନେ କହୁଛନ୍ତି ଷ୍ଟାର, ମୁଁ ଷ୍ଟାର ବି ନୁହଁ, କାହିଁକି ନା ସେଠି ଗଲେ ଅକ୍ସିଜେନ ମିଳିବନି, ତେଣୁ ଏଇଠି ଆପଣ ମାନଙ୍କ ସାଙ୍ଗରେ ଅଛି, ଅକ୍ସିଜେନ ମିଳୁଛି, ଖୁସିରେ ଅଛି। କୁହାଯାଏ ଗୋଟେ ପ୍ଲେୟାର ଯେତେବେଳେ ବିଶ୍ରାମ ନିଏ ନା, ତାପରେ ଯେତେବେଳେ ଆସି ଖେଳିବା ପାଇଁ ଆସେ, ସେ ଭୟଙ୍କର ଖେଳେ, ଭୟଙ୍କର ସଟ୍ ମାରେ, ତ ଆପଣ ସେଇଟା ଦେଖିବା ପାଇଁ ପଡିବ କି ଆଗ ଭୁଲ କଥା, ଘରେ ରହିକି ଫେରିବା ଏବଂ ପୁଣି ଭଲ ଖେଳିବା କି ଭଲ ଅଭିନୟ କରିବା ସବୁ ଡିପେଣ୍ଡ କରେ ଦର୍ଶକ ମାନଙ୍କ ଉପରେ। ଦର୍ଶକ ଆପଣଙ୍କୁ କେମିତି ରିସିଭ କରୁଛନ୍ତି, ଯଦି ସେଇ ଦର୍ଶକ ଆପଣଙ୍କୁ ରିସିଭ ନ କରିବେ ଆପଣଙ୍କ କମବ୍ୟାକ ଟା ବି ନଷ୍ଟ ହେଇଯିବ। ବହୁ ଦର୍ଶକ ଆଜି କେୟାର ପାଇଲେନି, ମନ ଦୁଃଖ କରୁଛନ୍ତି। କ୍ଷମା ଚାହିଁବି, ଆଶା କରିବି କମିଟି ଭାଇ ମାନେ ତାର ନିହାତି ସମାଧାନ କରିବେ। ଭାଇ 4 ମାସ ଷ୍ଟେଜ ସରିଲା, ଟିକେ ନର୍ଭସନେସ୍ ଫିଲ୍ ହଉଥିଲା? ଆଉ ନର୍ଭସ ଲାଗିବନି, ମତେ ଏମିତିରେ ପ୍ରତ୍ୟେକ ଦିନ ରାତିରେ ନର୍ଭସ ଲାଗେ, ଆଉ 6 ମାସର ବିରତି ପରେ ନର୍ଭସ ଲାଗିବ। କେମିତି ମ୍ୟାନେଜ କଲେ? ହୁଏ ସେମିତି, ସେଇ ଜିନିଷଟା ଉପରେ ଅଭ୍ୟସ୍ତ ଅଛି, ନର୍ଭସ ଲାଗିବା। ପୁଣି ଭାଇ ଶାନ୍ତି ଦେବି ଥକି ଗଲ କି ପରେ ଆଜିର ଡାଇଲଗ ଟି ସମସ୍ତେ ଗୁଣଗୁଣଉଛନ୍ତି, ସମସ୍ତଙ୍କ ମୁହଁରେ ଟିକେ ପଦେ। କାନ୍ଧରେ ବଜରଙ୍ଗବାଲିଙ୍କ ଗାମୁଛା, ନା ମୋର ରାମ, କାନ୍ଧରେ ଥିଲେ ରାମ ରାମ, ଆଉ ହାତରେ ବାନ୍ଧିଲେ ପରଶୁରାମ। ଜୟ ଶ୍ରୀରାମ। ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ।